श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण षष्ठ स्कंध अष्टादश अध्याय। राजवाच सुख कहन्ति हरषिते सानन्दे शुण परीक्षिते। सविता पत्नी प्रश्ने होई सावित्री ब्याहुति जेत्रयी। एतिनी कन्या जे हार पुत्रर नाम शुण तार। अग्निहोत्र जे पशु सोम चातुर्मास्य चारि नाम। भगर पत्नी सिद्धि नाम ताहार पुत्र मोहि नाम। आशीष बरार हातार कन्या होइला से सिद्धिर। धातार तहु जेते सुत कुहुसाय जे दर्श प्रात। सिनी बाली राजा पूर्णिमा अनुमति क्रमरे नामा। वरुणଙ୍କ पत्नी च शणी ताहार तहु भृगु जन्मी। वाल्मीकि महाजोगेश्वर वाल्मीकि जात ताहांकर। अगस्ती वशिष्ठ वरुण रेत से के कुंभरु जन्म। रेवती ठारे मित्र मुनि पिपल रिष्ट एतिनी। पौलमेन्द्र निज नारी तेने तनय ताहांकरी। जयंत ऋषभ कुमार तृतीय माढु सवर। उरुक्रम माया वामन ताहांक पत्नी कीर्ति नाम। सौभग आदि ताहांकर जेमंत हेला अवतार। कश्यप वंशे जे वामन ताहांक बीर्जे कर्म गुण। अदिति गर्भे ताहांकर जेमंत हेला अवतार। ए जे सकल नृपमणि पछे कहिबा परिमाणी। कश्यप वंशे जे दैत्य प्रह्लाद भागवत भक्त। आगे ताहांकर चरित कहिबा शुण एक चित। दितिर बेनी नंदन दैत्य दानवंक बंदन। हिरण्याक्ष नाम ताहार हिरण्यकशिपु अमर। हिरण्यकशिपु जे वीर कयाधु नामे पत्नी तार। कंभार कन्या जे जुकते प्रसव कला चारि सुते। एक बहिणी ताहांकर सिंहिका नामटी ताहार। राहु जे ताहार कुमार लोकरे ख्यात जे असुर। अमृत पान रे गोविंद
ଚକ୍ରେ ଛେଦିଲେ ତାର କନ୍ଧ। ସଂହ୍ରାଦ ପତ୍ନୀ ମତି ନାମ, ସୁତ ତାହାର 5 ଜନ। ଧନନୀ ପତ୍ନୀ ସେ ହ୍ରାଦର, ବାତାପି ଯାହାର କୁମର। ଅନୁହ୍ରାଦର ସୂର୍ଯ୍ୟ ପତ୍ନୀ, ବାସଳ ମହିଷ ଏବେନି। ପ୍ରହ୍ଲାଦ ପୁତ୍ର ବିରୋଚନ, ଦ୍ରବି ତାହାର ପତ୍ନୀ ନାମ। ତାହାର ବଳି ଯେ କୁମର, ଲୋକରେ ବିଖ୍ୟାତ ସେ ବୀର। ଅନାଶ ଠାରେ ହେଲା ତାର, ବାଣାଦି ସତେକ କୁମର। ବାଣାର ଯେ ପ୍ରତାପ ତେଜ, ପଛେ କହିବା ମହାରାଜ। ବାଣାରାଧି ଈଶ୍ୱରଙ୍କୁ, ଲଭିଲା ରଣ ପ୍ରଭୁତକୁ। ପୁରପାଳକ ରୂପେ ହରି, ଅଦ୍ୟାପି ଅଛନ୍ତି ଆବୋରି। ଦିତିର ତନୟ ମରୁତ, 44 ବଧିକ। ଜନ୍ମ ନିକଟେ ତାହାଙ୍କର, ଆତ୍ମାକୁ ନେଲେ ବଜ୍ରଧର। ରାଜବାଚ ସ୍ୱଭାବେ ଅସୁରଙ୍କ ଭାବ, କେମନ୍ତେ ଛାଡ଼ିଲେ ସ୍ୱଭାବ। ଇନ୍ଦ୍ରର ସପକ୍ଷ ହୋଇଲେ, କି ସାଧୁ କର୍ମ ଇନ୍ଦ୍ର କଲେ। ଶ୍ରଦ୍ଧା ଅଧିକେଣେ ମୋର, ଶୁଣିବି ବୋଲି ମୁନିବର। ମୋହର ଜ୍ଞାନେ ଉଦେଜହିଁ, ବିସ୍ତାରି କହି ବାଗୋସାଇଁ। ଶ୍ରୀ ଶୁକବାଚ ବିଷ୍ଣୁ ଭକ୍ତର ଶ୍ରଦ୍ଧାବାଣୀ, ଶୁଣିଣ ଯେ ବାଦରାୟଣୀ। ରାଜାକୁ ଧନ୍ୟ ଧନ୍ୟ କରି, ଚଞ୍ଚଳ ମନ ସ୍ଥିର କରି। କହନ୍ତି ରାଜା ମୁଖ ଚାହିଁ, ଶୁଣ ରାଜନ ମନ ଦେଇ। ଇନ୍ଦ୍ରରେ କରି ହତ ସୁତ, ଦିତି ହୋଇଲା ମୋହଗତ। କ୍ରୋଧଗ୍ନିରେ କର ଜଳ, ଚିନ୍ତା କରନ୍ତି ମନେ ଭାଳ। କନିଷ୍ଠ ଭ୍ରାତୃ ହନ୍ତା ଏହି, କେବେ ମରିବ ପାପ ଦେହି। କୋଟିଳ ହୃଦୟ ଏ ଜନ, ଏମଲେ ସୁଖ ମୋ ଶୟନ। ବିଷ୍ଠା କୃମି ଭସ୍ମ ସମାନେ, ସେ ଲୋଭେ ଦେହ ବସାନେ। ତା ଦେହ ସ୍ୱନାଦିରେ ଗ୍ରାସ, କରି ନରକେ ସେ ପ୍ରବେଶ। ଯେ ପ୍ରାଣୀ ଆତ୍ମାକୁ ଜାଣଇ, ଏ ପାପେ ପ୍ରବେଶ ନୁହଇ। ଏ ଯେ ପାପିଷ୍ଠ ଦୁଷ୍ଟମତି, ଏହାର ନାହିଁ ଧର୍ମ ଗତି। ଏ ଭାବେ ପୁତ୍ର ମୋର ଜାତ, ଇନ୍ଦ୍ରକୁ କରିବ ନିପାତ। ଏହା ମୁଁ କରିବି ବିଧାନେ, ଏମନ୍ତ ବିଚାରିଣ ମନେ। ଭର୍ତ୍ତାର ନିକଟେ ମିଳିଲା, ପ୍ରୀତି ଭାବକୁ ଆଚରିଲା। ନାନା ପ୍ରକାରେ ସେବା କରି, ବିନୟ ଭାବକୁ ଆଚରି। ପରମ ପ୍ରୀତି ଯୁକ୍ତ ହୋଇ, ମନୋଜ୍ଞ ବଚନ ବୋଲଇ। ସସ୍ମିତ ଅପାଙ୍ଗ ବିକ୍ଷଣେ,
ସ୍ୱାମୀର ମନ ଆକର୍ଷଣେ ଏମନ୍ତେ ତାର ଭାବ ଘେନି ପତ୍ନୀ ବିନୟ ଭାବେ ମାନି ତାହାର ବଶ ସେ ହୋଇଲେ ବାଞ୍ଛିତ ଦବୁ ସେ ବୋଇଲେ ଆଦ୍ୟ ସୃଷ୍ଟିରେ ପ୍ରଜାପତି ପ୍ରାଣୀମାନଙ୍କୁ ସୃଜିଛନ୍ତି ପୁରୁଷ ଅର୍ଦ୍ଧ ଅଙ୍ଗ ନାରୀ ତର ସ୍ୱଭାବେ ବଶ ସ୍ଥିରୀ ଦିତି ଯେ ହୋଇ ସୁବେଶିତ ପ୍ରଭୁ ସେବାରେ ଉପଗତ ଈଶିତ ହର୍ଷ ପ୍ରୀତି ମନେ ଭାସନ୍ତି ବିତର୍କ ବଚନେ କଶ୍ୟପ ଉବାଚ ବର ତୋ ମାଗ ଯେ ମନରେ ପ୍ରସନ୍ନ ହୋଇଲୁ ତୋହରେ କାନ୍ତ ପ୍ରସନ୍ନେ ସ୍ତ୍ରୀଙ୍କର ଦୁର୍ଲଭ ଅଛି କି ସଂସାର ସ୍ୱାମୀ ଦେବତା ନାରୀଙ୍କର ଦେବେ କହନ୍ତି ଧର୍ମସାର ସର୍ବଭୂତରେ ଆତ୍ମା ହୋଇ ଅଛନ୍ତି ପ୍ରଭୁ ଭାବଗ୍ରାହୀ ସେ ହରି ନାନା ବେଦ ମତେ ରୂପକୁ ଧରନ୍ତି ଯୁକତେ ଗୋବିନ୍ଦ ପୂଜନ୍ତି ଯେ ଜନେ ନାନା ଯଜ୍ଞ ବେଦ ବିଧାନେ ପତିବ୍ରତା ନାରୀ ଯେ ମାନେ ଆତ୍ମା କାନ୍ତକୁ ଚିନ୍ତି ମନେ ଅନ୍ୟାନ୍ୟ ଭାବେ ଏ ଜଗତେ ସ୍ୱାମୀ ଚିନ୍ତନ୍ତି ବେଦ ମତେ ସେ ଭାବେ ମୋହି ଗୋ ସୁନ୍ଦରୀ ପ୍ରସନ୍ନ ହୋଇଲେ ତୋହରି ଯେ ଅଭିବାଞ୍ଛିତ ତୋହରି ପୂର୍ଣ୍ଣ କରିବି କୁଶୋଦରୀ ମୁଁ ଯେଉଁ ବର ଦେବି ତୋରେ ଦୁର୍ଲଭନ୍ୟ ସ୍ତ୍ରୀଙ୍କରେ ଦିତିରୁବାଚ ଭୋ ସ୍ୱାମୀ ବର ଯେବେ ଦେବ ଏକ କୁମର ମୋର ହେବ ଅମର ହୋଇବ ମୋ ସୁତ ଇନ୍ଦ୍ରକୁ ମାରିବ ଯୁକତ ଯେଣୁ ମୋ ପୁତ୍ରକୁ ମାଇଲା ପୁତ୍ର ଶୋକକୁ ମୋତେ ଦେଲା ଶୁଣିଣ ତାହାର ବଚନ କଶ୍ୟପ ହୋଇଲେ ମୌନ ମନରେ ଗୁରୁ ତାପ ଭର କୋପେ ବୋଲନ୍ତି ମୁନିବର ଆଜ କି ଅଧର୍ମ ମହତ ହୋଇଲା ମୋର ଉପଗତ ସ୍ଥିରୀରେ କରି ମୋର ମନ ହୋଇଲା ମହା ହତ ଜ୍ଞାନ କଠିନ ଘୋର ନରକରେ ନିଶ୍ଚୟ ପଡ଼ିବି ନିର୍ଭରେ ସ୍ତ୍ରୀର କିୟ ବାଏ ଦୋଷ ସ୍ତ୍ରୀ ସ୍ୱଭାବେ ଅବିଶ୍ୱାସ ଦୁର୍ବୁଦ୍ଧି ମୋହି ଯେ ପାମର ଧିକ ହେଉ ଜନ୍ମ ମୋହର ଶରଦ ପଙ୍କଜ ଯେ ଶରଣ ସ୍ତ୍ରୀ ମାନଙ୍କର ବଦନ ବଚନ ସୁଧା ଶ୍ରବଣରେ ହୃଦରେ ଯେହ୍ନେ ଖୁର ଧାରେ ଏମନ୍ତ ସ୍ତ୍ରୀଙ୍କ ସ୍ୱଭାବ ଏହାଙ୍କ ଚେଷ୍ଟା କେ ଜାଣିବ ପ୍ରିୟ ନାହିଁ କେ ସ୍ତ୍ରୀଙ୍କର କ୍ଷଣିକ ବୁଦ୍ଧିଟି ଯାହାର
ସ୍ୱକୀୟ ଅର୍ଥେ ସେ ମାରନ୍ତି ପୁତ୍ର ଭ୍ରାତାର ନିଜ ପତି। କରି ଯେ ଅଛି ଅଙ୍ଗୀକାର ଏହାରେ ଦେବି ବୋଲିବର। ମୋହର ବାକ୍ୟ ମିଥ୍ୟା ନହି ଇନ୍ଦ୍ର ତ ବଧ ଯୋଗ୍ୟ ନହି। ଏମନ୍ତ ଚିନ୍ତା କରି ମୁନି ଶୁଣ କହିବା ନୃପମଣି। ଆତ୍ମାର ନିନ୍ଦା ଭାବ ବହି ମୁନି ବୋଲନ୍ତି କୋପ ହୋଇ। କଶ୍ୟପ ଉବାଚ ଗୋସଖୀ ପୁତ୍ର ତ ହୋଇବ ନିଶ୍ଚୟ ଇନ୍ଦ୍ରକୁ ମାରିବ। ଏକ ବରଷ ଶୁଚି ହୋଇ ଏ ବ୍ରତ ଧରୁ ଯେବେ ତୁହି। ତୋହର ପୁତ୍ର ଯେ ହୋଇବ ଇନ୍ଦ୍ର ହନ୍ତା ସେ ବୋଲାଇବ। କିନ୍ତୁ ବ୍ରତର ବିଘ୍ନ ହେଲେ ଦେବଙ୍କ ମିତ୍ର ହେବ ଭଲେ। ଦ୍ୱିତୀୟ ଉବାଚ ଭୋ ସ୍ୱାମୀ ବ୍ରତ ଧରିବଇ ବିଧାନ କହିବା ଗୋସାଇଁ। ବ୍ରତ ଯେ ଖଣ୍ଡ ନ କରଇ କିୟ ବା ନିଷେଧ ଛଇ। କଶ୍ୟପ ଉବାଚ ପ୍ରାଣୀଙ୍କୁ ହିଂସା ନ କରିବ କ୍ରୋଧରେ ଶାପକୁ ନ ଦେବ। ମିଥ୍ୟା ନ କହିବ ବଚନ ଛେଦିବ ନାହିଁ ନ ଖୋଲମ। ଅମଙ୍ଗଳ ଯେ ଦ୍ରବ୍ୟ ଥାଇ କେବେ ହେ ପର ଶିବ ନାହିଁ। ଜଳରେ ପଶି ନ ଯେ ସ୍ନାନ କୋପରେ ନ କହି ବଚନ। କୁରନ ସଙ୍ଗ ତେ ଆଳାପ କେବେ ନ କରିବ ପାପ। ଅଧୌତ ବସ୍ତ୍ର ପରିଧାନ ମାଳା ନ କରିବ ଗ୍ରହଣ। ଆମିଷ ନ କରି ଭୋଜନ ହସ୍ତେ ନ କରି ଜଳପାନ। ଉଚ୍ଛିଷ୍ଟ ହୋଇ ଜଳ ବିନେ ତେବେ ନ ରହିବ କ୍ଷଣେ। ବହୁ ବଚନ ନ କହିବ ସନ୍ଧ୍ୟାରେ କେଶ ନ ମେଲିବ। ସତରେ ଅସମ୍ଭାଳ ହୋଇ ତେବେ ବାହାର ହେବ ନାହିଁ। ଅଧୌତ ପାଦ ଥିବ ଯେବେ ଶୟନ ନ କରିବ କେବେ। ଉତ୍ତର ପଶ୍ଚିମକୁ ଶିର ଶୟନ ନ କରି ସନ୍ଧ୍ୟାର। ଉଲଗ୍ନ ଭାବରେ ଶୟନ ଏତେ ନ କରି ଆଚରଣ। ଧୌତ ବସ୍ତ୍ର ପରିଧାନ ଶୁଚି ହୋଇବ ଅନୁକ୍ଷଣ। ପ୍ରାତ କାଳରେ ଉଠି କରି ସର୍ବମଙ୍ଗଳକୁ ଆଚରି। ଲକ୍ଷ୍ମୀ ସହିତେ ନାରାୟଣ ପୂଜିବ ଗୁରୁ ଯେ ବ୍ରାହ୍ମଣ। ସାଧ୍ୱୀ ସ୍ତ୍ରୀଙ୍କୁ ଯେ ଆଣିବ ମାଳା ଚନ୍ଦନ ତାଙ୍କୁ ଦେବ। ଯଥା ବିଧିରେ ଆତ୍ମପତି ପୂଜିବ ସ୍ଥିର କରି ମତି। ଏକ ଧିଆନେ ଦୃଢ଼ ଚିତ୍ତ ଧରିବ ପୁଂସବନ ବ୍ରତ। ତେବେ ଇନ୍ଦ୍ର
ତାକୁ ମୋର ନିଶ୍ଚୟ ହୋଇବ ତୁମ୍ଭର। ବ୍ରତକୁ ଧରିବ ବୋଇଲା ଚଞ୍ଚଳ ଚିତ୍ତ ସ୍ଥିର କଲା। କଶ୍ୟପ ବୀର୍ଯ୍ୟ ଗର୍ଭେ ଧରି ବିଧିରେ ବ୍ରତ କୁଆଚରି। ଦିତିର ଏମନ୍ତ ବିଧାନ ଇନ୍ଦ୍ର ଜାଣିଣ ହେ ରାଜନ। ଦିତି କି ବ୍ରତି ଦେଖି କରି ଇନ୍ଦ୍ର ତା ସେବା କୁଆଚରି। ପବିତ୍ର ସୂଚି ମନ୍ତ ହୋଇ ତାହାଙ୍କ ସଙ୍ଗତେ ବୁଲଇ। ନିତ୍ୟ ବନରୁ ପୁଷ୍ପ ଫଳ ସମିଧ କୁଶ କନ୍ଦମୂଳ। ପତ୍ର ଅଙ୍କୁର ଜଳ ଆଣି ସମୀପେ ଦିଅନ୍ତି ବଜ୍ର ପାଣି। ଏମନ୍ତ ବ୍ରତ ଛିଦ୍ର ତାର ଇନ୍ଦ୍ର ଇଚ୍ଛଇ ନୃପବର। ଯେମନ୍ତେ ବ୍ୟାଧ ଯେ ମୃଗର ଛିଦ୍ରଟି ଖୋଜି ନିରନ୍ତର। କେବେ ହେ ବ୍ରତ ଛିଦ୍ର ସେହି ଅନେକ ଯତ୍ନେ ନ ଦେଖଇ। ତୀବ୍ର ଚିନ୍ତାରେ ଇନ୍ଦ୍ର ମନ ଛନ୍ନ ହୋଇଲା ହେ ରାଜନ। ଶକ୍ର ବିଚାରୁଛନ୍ତି ମନେ ଛିଦ୍ର ମୁଁ ପାଇବି କେଶନେ। ବ୍ରତରେ ବଶ ହୋଇଛନ୍ତି ସନ୍ଧ୍ୟାରେ ଏକ ଦିନେ ଦିତି। ବିଧାତା ବସେ ମୋହ ହୋଇ ଉଚ୍ଛିଷ୍ଟେ ଜଳ ସ୍ପର୍ଶ ନାହିଁ। ପାଦ ଧୌତ ନ କରିଣ କଲେ ସେ ଭୂମିରେ ଶୟନ। ନିଦ୍ରାରେ ଭ୍ରଷ୍ଟ ତାଙ୍କ ଜ୍ଞାନ ଶକ୍ର ଦେଖିଲେ ବ୍ରତହୀନ। ଯୋଗ ମାୟାର ଯେ ଯୋଗେଣ ଇନ୍ଦ୍ର ତା ଗର୍ଭରେ ପଶିଣ। ସେ ବଜ୍ରଧର ବଜ୍ର ଧରି ଶପଥ ଖଣ୍ଡ ଗର୍ଭ କରି। ଶୁଦ୍ଧ କନକ ପ୍ରାୟ ହୋଇ ଗର୍ଭ ତାହାର ବିରାଜଇ। ବଜ୍ରରେ 7 ଖଣ୍ଡ ହୋଇ ରୋଦନ କରୁଛନ୍ତି ସେହି। ଏକକୁ 7 ଖଣ୍ଡ କରି ନ କାନ୍ଦ ବୋଲେ ବଜ୍ରଧାରୀ। ସେ 7 ଖଣ୍ଡ ହୋଇଛନ୍ତି ଇନ୍ଦ୍ରଙ୍କୁ ବଚନ ବୋଲନ୍ତି। ଭୋ ଇନ୍ଦ୍ର ତୁ ଆମ୍ଭମାନଙ୍କୁ କିମ୍ପାଇଁ ଭଜିଲୁ ହିଂସାକୁ। ତୁମ୍ଭର ଆମ୍ଭେ ମାନେ ଭାଇ ମରୁ ତ ଆମ୍ଭ ନାମ ହୋଇ। ଇନ୍ଦ୍ରବାଚ ଇନ୍ଦ୍ର ବୋଲଇ ହେ ରାଜନ ଭୟ ନ କର ଭାତୃଗଣ। ଅନ୍ୟାନ ଭାବ କୁଆଚର ପାରିଷଦ ହେବ ମୋହର। ଶ୍ରୀ ଶୁକବାଚ ମରୁତ ହେଲେ ଅଣଚାଷ ରହିଲେ ଦେବ ରାଜପାଶ। ଦିତିର ଗର୍ଭେ ସେ ନମଲା ବିଷ୍ଣୁର କମ୍ପା ହେଲା। ଅନେକ ବାର ସେହି ମାନ କୁଳି ସେ ହୋଇଲେ ଛେଦନ। ଦ୍ରୋଣୀ ଶସ୍ତ୍ରରେ କରି ତୁହି
ଯେମନ୍ତ ହେଲୁ କୁରୁ ସାଇଁ ବାରେକ ଗୋବିନ୍ଦ ଭଜନେ ପାପ ନାଶନ୍ତି ପ୍ରାଣୀମାନେ କିଛି ନିଉନ ସମ୍ବତ୍ସର ଯେଣୁ ପୂଜିଲା ସେ ଈଶ୍ୱର ଏହି କାରଣ ଇନ୍ଦ୍ରେ ବରି ପବନ ଦେବ ଦେହ ଧରି ଅସୁର ଭାବକୁ ଛାଡ଼ିଲେ ଅମର ଭାବ ଆଚରିଲେ ନିଦ୍ରା ଉପେକ୍ଷୀଣ ବସିଲେ ଦ୍ୱିତି ପୁତ୍ରଙ୍କୁ ଅନାଇଲେ ଅନଳ ପ୍ରଭା ପ୍ରାୟ ହୋଇ କୁମରମାନେ ଛନ୍ତି ରହି ଇନ୍ଦ୍ର ସହିତେ ପୁତ୍ରମାନେ ଦେଖି ଆନନ୍ଦ ଦେବୀମାନେ ଇନ୍ଦ୍ରର ଚାହିଁଣ ବଦନ ଦିତି ଯେ ବୋଲ ବଚନ ଅଦିତି ପୁତ୍ର କୁମୋହର ଭୟକୁ ଦେବ ଏ କୁମର ଏମନ୍ତ ଇଚ୍ଛା ମୁହିଁ କରି ଦୋସ୍ତର ବ୍ରତକୁ ଆଚରି ବ୍ରତରେ ଏକଇ କୁମର ମୁହିଁ ଯେ ମାଗିଥିଲି ବର ସତ ସତ ହୁଏ କେଶନ କହ ତୁ ଏହାର ବିଧାନ ତୋହର ମୁଖ ଏ ବିଧାନ ଶୁଣିବି ମୋହି ଭୋନନ୍ଦନ ସତ୍ୟ କହିବୁ ମୋର ଆଗେ ମିଥ୍ୟା ନ କହି ଅନୁରାଗେ ଇନ୍ଦ୍ରବାଚ ଭୂମାତ ଶୁଣ ସାବଧାନେ ନିଦ୍ରା ମୋହିତ ତୁମ୍ଭ ମନେ ତୁମ୍ଭର ବ୍ରତ ଛିଦ୍ର ନେଇ ନିକଟେ ମିଳିଲି ମୋ ଯାଇ ଗର୍ଭେ ଛେଦିଲି ଆତ୍ମର୍ଥେ ବିଚାର ନାହିଁ ଧର୍ମ ପଥେ ଗର୍ଭକୁ 7 ଖଣ୍ଡ କରି ଛେଦିଲି ଧର୍ମ ନ ବିଚାରି 7କୁ ମୋରେ ହେଲେ ଜାତ ଏକକୁ କଲି 7 ତେବେ ହେ ନ ମଲେ କେହି ଏତ ସଂଶୟ ବଡ଼ ହୋଇ ସେବାରୁ ମହା ପୁରୁଷର ସିଦ୍ଧି ଯେ ହୋଇଛି ତୁମ୍ଭର ପରମେଶ୍ୱର ଆରାଧନ ସକଳ ମଙ୍ଗଳ କାରଣ ନିରତେ କରନ୍ତି ଯେ ନରେ ଆତ୍ମଜ୍ଞାନୀ ବୋଲି ତାହାରେ ସେ ଆତ୍ମା ପଦ ଭଗବାନ ତାହାଙ୍କୁ କରି ଆରାଧନ କେବେ ହେ ନାହିଁ ଅକୁଶନ ସେ ସର୍ବପରମ ମଙ୍ଗଳ ଦୁର୍ଜନ ଭାବ ଏ ମୋହର ଭୋମାତ ଏବେ ରକ୍ଷା କର ସ୍ୱଭାବେ ବାଳକ ହୋଇ ତୁମ୍ଭର ସହିବା ଯୋଗାଇ ମୃତ୍ୟୁରୁ ଏ ଯେତେ କୁମରେ ରହିଲେ ତୁମ୍ଭର ଭାଗ୍ୟରେ ଶ୍ରୀ ଶୁକବାଚ ଆଜ୍ଞା ମାଗିଣ ସୁନାସିର ସୁସାଧୁ ଭାବରେ ମନର ମରୁତ ଗଣଙ୍କୁ ଘେନିଲା
ଆନନ୍ଦେ ଦିତିଙ୍କୁ ନ ମିଲା। ଶୁଣ ରାଜନ ଶିରୋମଣି, ସ୍ୱର୍ଗକୁ ଗଲା ବଜ୍ର ପାଣି। ଯେ ପ୍ରଶ୍ନ କଲୁ ତୁହି ମୋତେ, ସକଳ କହିଲି ଶାଶ୍ୱତେ। ମଙ୍ଗଳ ମରୁତଙ୍କ ଜନ୍ମ, ଈଶ୍ୱର ମହିମା ରାଜନ। ବୋଲଇ ଦାସ ଜଗନ୍ନାଥ, ଦେବସୁରଙ୍କ ଚରିତ। ଇତି ଶ୍ରୀମଦ୍ଭାଗବତେ महापुराणे पारमहंस्यां संहितायां वैयासिक्यां षष्ठस्कन्धे देवी सुरजन्मलक्षणे पवनजन्मे नाम अष्टादश अध्याय। 19 अध्याय। राजवाच भोमुनि हुओ सावधान, जे व्रत नाम पुंसवन। तुम्भे जे कहिल विधान, ଏହା ଶୁଣିତ ମୋର ମନ। ଏ ବ୍ରତ ପ୍ରସାଦରୁ କରି, ପ୍ରସନ୍ନ ହୁଅନ୍ତି ମୁରାରି। ବାଦରାୟଣୀ ବାଚ ପ୍ରଥମେ ମାର୍ଗଶିର ଯହିଁ, ଶୁକ୍ଳ ପ୍ରତିପଦାର ଠାଇଁ। ଉର୍ତ୍ତାର ଆଜ୍ଞା ପରମାଣେ, ବ୍ରତ କରିବେ ସ୍ତ୍ରୀ ଗଣେ। ଯେ ବ୍ରତ ହୋଇ ସର୍ବସିଦ୍ଧି, ଆଦ୍ୟରେ ଯେ କରଇ ବିଧି। ବ୍ରାହ୍ମଣେ କରିଣ ବରଣ, ଶୁଣିବ ମରୁତଙ୍କ ଜନ୍ମ। ଶୁଚି ହୋଇବ କରି ସ୍ନାନ, ଶୁକ୍ଳ ବସନ ପରିଧାନ। ପୂର୍ବ ଦିଗକୁ ମୁଖ କରି, ଚଞ୍ଚଳ ମନ ସ୍ଥିରେ ଧରି। ଲକ୍ଷ୍ମୀ ସହିତେ ଭଗବାନ, ପୂଜିବ ହୋଇ ତୋ ସମନ। ଭୋ ନିରପେକ୍ଷ ପୂର୍ଣ୍ଣ କାମ, ନମସ୍ତେ ପ୍ରଭୁ ଆତ୍ମା ରାମ। ନମୋ ମହାବିଭୂତେଶ୍ୱର, ସକଳ ସିଦ୍ଧଙ୍କ ଠାକୁର। ଅନନ୍ତ ଗୁଣେ ଯୁକ୍ତ ତୁହି, ନମସ୍ତେ ପ୍ରଭୁ ଭାବଗ୍ରାହୀ। ଭୋ ଦେବୀ ଗୋବିନ୍ଦ ଘରଣୀ, ଅଶେଷ ଗୁଣେ ସୁଲକ୍ଷଣୀ। ତୁ ଲୋକମତ ଏ ସୃଷ୍ଟିରେ, ପ୍ରସନ୍ନ ହୁଅ ତୁ ମୋହରେ। ନମଇ ତୋହର ଚରଣ, ଜଗତ ଯାହାର ଭିଆଣ। ନମସ୍ତେ ପ୍ରଭୁ ଭାଗବତ, ମହାପୁରୁଷ ଆଦିକୃତ। ନମସ୍ତେ ପ୍ରଭୁ ଭାଗବତ, ମହାପୁରୁଷ ଆଦିକୃତ। ମହାବିଭୂତି ପତି ତୁହି, ମହାବିଭୂତି ଯୁକ୍ତ ହୋଇ। ଅଖିଳ ବ୍ରହ୍ମାଣ୍ଡ ଈଶ୍ୱର, ଗ୍ରହଣ କର ଉପହାର। ଏମନ୍ତ କରି ଆରାଧନ, ପୂଜିବ ଲକ୍ଷ୍ମୀ ଭଗବାନ। ପାଦାର୍ଘ୍ୟ ଅର୍ଘ୍ୟ ଆବାହନ, ବିଧିରେ କରାଇଣ ସ୍ନାନ। ଦିବ୍ୟ ବସନ ସମର୍ପିବ, ଶୁକ୍ଳ ଉତ୍ତରୀ ନିବେଦିବ। ନାନା ଭୂଷଣ ଗନ୍ଧ ଧୂପ, ସ୍ପର୍ଶନ ଉପଚାର ଦୀପ। ଅପର ଯେତେ ଉପହାର,
स्थापित विष्णुरछामूर हवि आहुति जे द्वादश आनंदे करिब प्रवेश नमो भगवान ईश्वर महापुरुष वेदवर महाविभूति पति तुहि स्वाहा बोलिय पूर्वत ही हे श्रियावर दाच्युत वरद सर्वदा भक्त भक्ति रे नित्य जे पूजिब सर्व संपद जे इच्छिब भावरे होई भक्ति युक्त भूमि रे करी दंडवत एमंत कपि 10 12 ए स्तोत्र करी बहुचार तुम्भे जे त्रैलोक्य ठाकुर व्यापकट हे ईश्वर संसारे परम कारण तुम्भे जे प्रभु नारायण ए जे सूक्ष्म माया प्रकृति दूरता अटई सकती एहार तुम्भे अधीश्वर साक्षात तु पुरुष वर तुम्भे सकल यज्ञमय पत्नी रूपरे लक्ष्मी हुओ अशेष क्रीड़ा रे ईश्वर फल बुझंता जज्ञेश्वर गुण व्यक्तिर ए कारण एहार भोक्ता भगवान सर्व शरीरे आत्मा तुहि लक्ष्मीन्द्रिय प्राण होई नाना रूपेण उत्पत्ति सर्व शरीरे तुम्भ स्थिति जे मन्ते तुम्भे ब्रह्मांडर बर दियंता हे ईश्वर ते मन्ते होई चक्रधर सर्वमंगल हे मोर लक्ष्मी निवास से पुरुष एहि प्रकारे करितोष पूजिब लक्ष्मी नारायण हे प्रभु ब्रह्मांड कारण जेते उपचार लेखिब पुणी आचमन करिब एथि उतारु पुनर्बार अर्चना करिब ईश्वर यज्ञ उचिष्ट जेबा थिब मन संतोषे ता भक्षिब पुणी करिब स्तोत्र स्तुति चित्तरे होई भाव भक्ति स्वामी को भक्ति रे भजिब ईश्वर भावेण चिंतिब नाना प्रीति रे वाक्य करी स्वामी तो शिव निज नारी पत्नी सहिते होई करी सर्वकर्म स्वामी आचरी ए विष्णु व्रत को धरिब केबे हे भग्न न करिब गंधमाला मणि भूषणे व्रते तो शिव विप्रगणे भक्ति भाव रे करी मन नियमे थाई व्रती जन
परम ईश्वरे नमेव स्वस्थाने नेई निवेशिब भक्ति भावरे निजन निर्माल्य करी सेवन सर्व कामना पूर्ण पाए करिब भक्ति युक्त होई द्वादश मास ए विधिरे मल मास मध्यबंतरे ताहार जेउ परदिन विधिरे करी आचमन पूर्वर प्राय करी पुणी विष्णु अर्पिब तहु आणी चरुघृत सहस धीरे होम करिब ए विधिरे यज्ञ विधाने पाक शेष आहुति देव जे द्वादश आशीष घेने बमस्तके ब्राह्मण कल्याण विधि के भक्ति रे करी नमस्कार आज्ञा को घेने विप्रवर आचार्य करीण ग्रते शुचि होई बंधु सहिते पत्नी को चरु देव नेई सुपुत्र सौभाग्य रे पाई ए विष्णु व्रत जे करई वांछित फल से लभई जे स्त्री व्रत आचरी सौभाग्य भर्ता कुलेश्वरी उत्तम पुत्र स्वामी जस से सर्वलभ क्लेश समस्त लक्षण जहार कन्या लभई स्वामी तार विधवा अनपत्य जेहि से नारी निष्पापी हुई दुर्भागी सुभागा हुई कुरूपी स्वरूपी हुई मृत बत्सिका जे बानारी जे अविधवा धनेश्वरी सर्वरोगरु मुक्त होई निर्मल होई तार देही सकल कर्मर अंतरे जेहा पढ़े मन स्थिरे पितृदेवता तोष होई वांछित फल तारे देई होमर पूर्ण यज्ञसार हवि भुंजंती चक्रधर मरुत जन्मर विधाने शुणी श्रद्धा कल मने द्वितीय व्रत आदि करी तो आगे कहिलु विस्तारी बोलोई विप्र जगन्नाथ पवन जन्मर चरित इति श्रीमद्भागवते महापुराणे पारमहंस्यां संहितायां वैयासिक्यां षष्ठस्कन्धे विष्णुव्रते नाम 19 अध्याय भीमस्यापि भंगो मुनिरपि मतिभ्रम यदि शुद्धम अशुद्धम वा मम दोष न विद्यते।